ପଢିବା ଆଜି ପଢିବ କୋଉ ତାର କଣ ଖବର ଅଛି? କ୍ଲାସ କର ଅଛନ୍ତି ଅଛନ୍ତି ତ କଣ ପଢିବା କଣ ଡାଉଟ ଅଛି ମତେ କୁହ ପ୍ରିଭିୟସ ଲେକ୍ଚରରେ କଣ ଡାଉଟ ଅଛି କୁହ ତାପରେ ନେକ୍ସଟ ଯିବା ପଚାର ତାକୁ ଆଗ ସରୁ ତାପରେ ନେକ୍ସଟ କୋଉଠୁ ବୁଝେଇନି ଅଧିକ କୋଉଠୁ ବୁଝେଇନି କାହାର କୋଉଠୁ କୌଣସି କୋଉ ପର୍ସନ ନେକ୍ସଟ ପ୍ରିଭିୟସ ଲେକ୍ଚର ବୁଝେଇନି ସେଟା ଖାଲି ହେଲା ଶୀଘ୍ର ପରେ ଲେଟ୍ କର ନାହିଁ କାହାର ଯୋଉଠି ଯାହା ଡାଉଟ ଅଛି ଶୀଘ୍ର କୁହ ବିଷୟରେ ନ କହିଲେ କେମିତି ଜାଣିବା ଡାଉଟଟା ଯଦି ନ କହିବ କେହି ମୁଁ ଜାଣିପାରିବି ମୁଁ ଭଗବାନ ନୁହେଁ କେବଳ ଗୋଟାଏ ଲୋକ ଜାଣିପାରିବେ ଈଶ୍ୱର ହିଁ ଜାଣିପାରିବେ ଆଉ ସେକେଣ୍ଡ ପର୍ସନ ସଂସାର କେହି ଜାଣିପାରିବେନି କାହା ମନରେ କଣ ଅଛି କଣ ସୋସିଆଲ ଲାଇଫରେ କଣ ଅଛି କୋଉଠି ଡାଉଟ ଅଛି ଫାଉଣ୍ଡେସନ ର ତିନିଟା ଏଜ୍ ଅଛି ଗୋଟେ ଓଲ୍ଡ କିଙ୍ଗଡମ ଗୋଟେ ମିଡିଲ କିଙ୍ଗଡମ ଗୋଟେ ନ୍ୟୁ କିଙ୍ଗଡମ ଓଲ୍ଡ କିଙ୍ଗଡମ ରେ କଣ ରହିଲା ଓଲ୍ଡ କିଙ୍ଗଡମ ଟାକୁ କଣ କୁହାଗଲା ପିରାମିଡ ଏଜ୍ କୁହାଗଲା କଣ କୁହାଗଲା ପିରାମିଡ ଏଜ୍ କୁହାଗଲା ମିଡିଲ କିଙ୍ଗଡମ କଣ କୁହାଗଲା ଫିଉଡାଲ ଏଜ୍ କୁହାଗଲା ନ୍ୟୁ କିଙ୍ଗଡମ କଣ କୁହାଗଲା ଦ ଏମ୍ପାୟାର ହେଲା ତାର ଟାଇମ ପିରିୟଡ ବିଭିନ୍ନ ବିଭିନ୍ନ ଅନୁସାରେ ଅଛି ଜାଣିଛ ନା ଟାଇମ ପିରିୟଡ କହିବି ଟାଇମ ପିରିୟଡ ଟା ହଉଛି ଆପ୍ରୋକ୍ସିମେଟଲି ଅଛି ହେଲା ଯୋଉଟା ଯାହା ଅନୁସାରେ ଅଛି ଓଲ୍ଡ ପିରାମିଡରେ ଓଲ୍ଡ ଡାଇନେଷ୍ଟି କିଏ ରହିଲା ଖୁଫୁ ରହିଲା ଖାପ୍ରେ ରହିଲା ଆଉ କିଏ ରହିଲା ଜୋସୋ ରହିଲା ଜୋସୋରୁ ଯିଏକି ଷ୍ଟେଟ୍ ପିରାମିଡ କଲା ଖୁଫୁ କଣ କଲା ଗ୍ରେଟ୍ ପିରାମିଡ ଆଡ ଗିଜେ କଲା ଆଉ ଖାପ୍ରେ କଣ କଲା ଖାପ୍ରେରେ ଗୋଟେ କଣ ଅଛି ଗୋଟେ ଷ୍ଟାଚ୍ୟୁ ମିଳୁଛି କଣ ମିଳୁଛି ଗୋଟେ ଷ୍ଟାଚ୍ୟୁ ମିଳୁଛି ହେଲା ସେତିକି ହଉଛି କଥା ଆଉ ମିଡିଲ କିଙ୍ଗଡମ ରେ କଣ ହେଲା ମିଡିଲ କିଙ୍ଗଡମ ରେ କଣ ହଉଛି ତ ମୁଁ ପଢିଛି ମିଡିଲ କିଙ୍ଗଡମ ରେ ଫାରୋର ଡୋମିନାନ୍ସ ଟା କମି ଯାଉଛି ଏଠି ଡୋମିନାନ୍ସ ଟା କାହାର ବଢୁଛି ଫିଉଡାଲ ମାନଙ୍କ କାର ଫିଉଡାଲ ଲର୍ଡ ମାନଙ୍କ କାର ଯୋଉଟାକୁ ଆମେ କହୁଛେ ସାମନ୍ତବାଦ ବୋଲି କହୁଛେ ହେଲା ଓଡିଆରେ କହୁଛେ ଯୋଉଟାକୁ ସାମନ୍ତବାଦ କହୁଛେ ବା ସାମନ୍ତ ମାନଙ୍କର କଣ ହଉଛି ମାନେ ପାୱାର ଟା ବଢୁଛି ସେଠି ଯୋଉ ଫାରୋ ଥିଲା ଫାରୋ କି ଇଜିପ୍ଟ ରାଜାଙ୍କୁ ଫାରୋ କୁହାଯାଏ ହେଲା ବା ମିଶର ରାଜାଙ୍କୁ ଫାରୋ କୁହାଯାଏ ହେଲା ଯେ ଇଜିପ୍ଟର କିଙ୍ଗ ଥିଲେ ଫାରୋ ତାଙ୍କର ପାୱାର ଟା କମି ଯାଉଛି ସେଥିପାଇଁ ସେ ଏଜ ଟାକୁ ପର୍ଟିକୁଲାରଲି ସେ ଏଜ ଟାକୁ ଆମେ କଣ କହୁଛେ ଦାଟ ଏଜ ୱାଜ ନୋନ୍ ଆଜ କଣ କଣ ଫିଉଡାଲ ଏଜ ହେଲା ଫିଉଡାଲ ଏଜ ପରେ କିଏ ଆସୁଛି ଅହମସ ଆସୁଛନ୍ତି ଜଣେ ଜେନେରାଲ ଆସୁଛନ୍ତି ହେଲା ଯିଏକି ଅହମସ କଣ କରୁଛନ୍ତି ସେ ଫିଉଡାଲ ଏଜ ର ଯିଏ ମାନେ ଯୋଉ ଗୋଟେ ଟ୍ରାଇବ ଥିଲା ଏସିଆନ ଟ୍ରାଇବ ଥିଲା ହାଇକଷ୍ଟ ଟ୍ରାଇବ ଥିଲା ଯିଏକି ଚାରିଓ ଟ୍ରାଇବ ହେଲା ଯିଏକି ଘୋଡା ଚାଳନା ଶିଖିଛନ୍ତି ହେଲା ଦେ ଆର ଭେରି ଫ୍ୟାସିନେଟିଂ ହେଲା ଇନ୍ ୱାର ଲାଇଫ ହେଲା ଟ୍ରାଇବ ନେମ ୱାଜ କଣ ହାଇକସ୍ କୋଉ ଟ୍ରାଇବ ଆରେ ତମେ ମାନେ କୁହ ତମେ ନ କହିଲେ କେମିତି ହବ ପାର୍ଟିସିପେଟ କର ହାଇକଷ୍ଟ ଟ୍ରାଇବ ହେଲା ସେ ଯୋଉ ହାଇକଷ୍ଟ ଟ୍ରାଇବ କୁ କିଏ ବିଦା କରୁଛନ୍ତି ଅହମସ ଯେ ଜେନେରାଲ ଥିଲା ତାକୁ ବିଦା କଲା ପରେ କଣ ହଉଛି ନ୍ୟୁ କିଙ୍ଗଡମ ବା ନ୍ୟୁ ଏମ୍ପାୟାର କଣ ହଉଛି ଏଷ୍ଟାବ୍ଲିଶମେଣ୍ଟ ହଉଛି ସେ ଯୋଉ ନ୍ୟୁ ଏମ୍ପାୟାର ପ୍ରଥମ ରାଜା ହଉଛନ୍ତି କି ଆମେନତ ଥାର୍ଡ ଆଣ୍ଡ ଆମେନତ ଫୋର ହେଲା ଆଉ ଆଉ କିଏ ରହିଲା ତୁଟମୋସ ଫାଷ୍ଟ ହେଲା ଏଇମାନେ ସବୁ ରାଜା ରହୁଛନ୍ତି କଣ ନ୍ୟୁ ଏମ୍ପାୟାର ନ୍ୟୁ ଏମ୍ପାୟାର ସମୟରେ ସବୁ ଡେଭଲପମେଣ୍ଟ ହଉଛି ହେଲା ନ୍ୟୁ ଏମ୍ପାୟାର ସମୟରେ ଇଜିପ୍ଟ ଟା କଣ ହଉଛି ଯେମିତି ଆମେ କହୁଛେ ତୁଟମୋସ ଥାର୍ଡ କୁ କଣ କହୁଛେ ତା ସମୟରେ ଇଜିପ୍ଟ ଟା କଣ ହେଇଥିଲା ତାର କନକୋଟା ସିରିଆ ରାଜ୍ୟ ଗୁଡାକୁ ଇଜିପ୍ଟ କଣ ତେଣୁ ଏଇ କଥା ହଉଛି କଣ କୋଉଥିରେ ଅଛି କୋଉଥିରେ ଅଛି ନ୍ୟୁ ଏମ୍ପାୟାର ଅଛି ଆଉ କଣ ରହିଲା ଡାଉଟ ନା ଆଉ କଣ ଅଛି ମତେ କୁହ କଣ ତମ ନାଁ କଣ ତମ ନାଁଟା କଣ ତମର ପିଲା ରହିଲା ଆଉ କଣ ଅସୁବିଧା ଆଉ କଣ ଅସୁବିଧା କୁହ ଓଡିଆ ଆଉ ଇଂଲିଶ ଆଉ ପାଟି କରି ନ କହିଲେ ମୁଁ କିଛି କରିପାରିବି ସତ କଥା କହୁଛି ଅନେଷ୍ଟଲି କହୁଛି ମୁଁ ଈଶ୍ୱର ନୁହେଁ ଗୋଟାଏ ଲୋକ ଯିଏ ଈଶ୍ୱର ସେ ମନ କଥା ଆଉ ତୃତୀୟ ବର୍ଷ କିଏ ହେଲା ତମର କଣ ରହିଲା ଡାଉଟ କୁହ କ୍ଲିୟର ତ
ଆଉ କଣ ଅସୁବିଧା ଅଛି? କ୍ଲିୟର? ତମର କଣ ଅଛି ନା ବୁଝି? ହଁ କ୍ଲିୟର? ତମର କଣ ଡାଉଟ୍ ଅଛି? ହଁ ହେଲେ କଣ ସେ ଏକୁଟିଆ ଯାଉନ କହିବେ କଲ୍ ପଳେଇ ଆସୁ କ୍ଲାସ୍ ପରେ ହେଲା ଅବିକା କହିହବନି ସରି ଏକ୍ସାମ୍ ପାଇଁ କହିବି ରହିବ ସମସ୍ତ 10 ମିନିଟ୍ ସେ ଯାହା ଅଛି ଲାଷ୍ଟ ଯିବ ପ୍ରିଭିୟସ୍ ପାଠ ଯାହାର ଅଛି ଲାଷ୍ଟ ଯିବ ସୋସିଆଲ ସିଷ୍ଟମ କଣ ଇକୋନୋମି ଲାଇଫ କଣ କହିଛି ଯାଉ ଇକୋନୋମି ଲାଇଫ ରେ କଣ ଅଛି ଇଜିପ୍ଟିଆନ ମାନଙ୍କର ଏଗ୍ରିକଲଚର ଟା ମେନ୍ ଅକୁପେସନ ଥିଲା କଣ ଥିଲା ସେତେବେଳେ ତମେ ଜାଣିଛ ଇଜିପ୍ଟିଆନ ମାନେ କଣ ହଉଛନ୍ତି ସେମାନେ ହଉଛନ୍ତି ଦେଟ ଫାଷ୍ଟ କଣ ଫାଉଣ୍ଡେଡ ଦ ସିଭିଲାଇଜେସନ ହେଲା ଯେହେତୁ ସେମାନେ ସିଭିଲାଇଜେସନ ଷ୍ଟାର୍ଟ କରୁଛନ୍ତି ତେଣୁ ତାଙ୍କର ଆଉ ଅନ୍ୟ କୌଣସି କାମ ଆସିନି ସେମାନଙ୍କର କେବଳ କଣ ଆସିଛି ଇକୋନୋମି ଟା କଣ ଆସିଛି ଏଗ୍ରିକଲଚର ଆସିଛି ତେଣୁ ଏଗ୍ରିକଲଚର ଟା ତାଙ୍କ ବ୍ୟାକବୋନ ଥିଲା ତେଣୁ ସେମାନେ କଣ କଣ ଚାଷ କରୁଥିଲେ ୱିଟ୍ କରୁଥିଲେ ବାର୍ଲେ କରୁଥିଲେ ବିନ୍ସ କରୁଥିଲେ ପଲ୍ସ କରୁଥିଲେ ଆଣ୍ଡ ଭେଜିଟେବଲ୍ସ କରୁଥିଲେ ହେଲା ଆଉ ତା ସହିତ କଣ କରୁଥିଲେ ତାଙ୍କର ଯୋଉ ଏଗ୍ରିକଲଚର ବ୍ଲକ ଟା କଣ କରୁଥିଲେ କଣ କରୁଥିଲେ ତାଙ୍କର ଯୋଉ ଏଗ୍ରିକଲଚର ବ୍ଲକ ଥିଲା ଏଇଟା ହଉଛି ଏଗ୍ରିକଲଚର କଣ ବ୍ଲକ ବ୍ଲକ ମାନେ ବୁଝଛ ତ ପିଲାମାନେ ବ୍ଲକ ମାନେ ବୁଝଛ ତ ଲଙ୍ଗଳ ଲଙ୍ଗଳ ଜାଣିଛ ତ ଯୋଉଟା ୟୁଜ ହୁଏ ପ୍ଲାଣ୍ଟ ହେଲା ଯୋଉଟା ଭୂମିକି ଖୋଳିବ ହେଲା ତ ଭୂମି ପ୍ରଦାନ ପ୍ରକାର ଯୋଉଟା ସାହାଯ୍ୟ କରୁଛି ବୁଝିପାରୁଛ ନା ସେଇଟାକୁ ଆମେ ଘୋ କହୁ ଓଡିଆରେ ବି ହଉ ପିଲାମାନେ ହେଲା ଓଡିଆରେ ବି ହଉ ହେଲା ହୋ ଲେଖିବ ହେଲା ହଉ ଏଇଟା ହଉଛି ପ୍ଲଗ ହେଲା ଚିପ୍ଟନ ପ୍ଲଗ ହେଲା ଯୋଉଟାରେ ଚାଷ କରାଯାଏ ଟିଲିଂ ଦ ଲ୍ୟାଣ୍ଡ ହେଲା କଣ କରାଯିବ ଟିଲିଂ ଦ ଲ୍ୟାଣ୍ଡ ହେଲା ଟିଲିଂ ଦ ଏଗ୍ରିକଲଚର ଲ୍ୟାଣ୍ଡ ଆଉ କଣ ଅଛି ଏଗ୍ରିକଲଚର ଏତିକି ଅଛି ଆଉ କିଛି ନାହିଁ ଏଗ୍ରିକଲଚର ଏତିକି ଅଛି ତାଙ୍କର ସେ ସମୟରେ ଯଦି ଗୋଟିଏ ଆଉ ଗୋଟିଏ କଥା ଅଛି ସେ ରାମେଶ୍ୱର ସେକେଣ୍ଡ ଥିଲେ କିଏ ଥିଲେ ରାମେଶ୍ୱର ସେକେଣ୍ଡ ଥିଲେ ଫାରୋ ରାମେଶ୍ୱର ସେକେଣ୍ଡ ଦ ଲାଷ୍ଟ ରୁଲର ଅଫ ଏମ୍ପାୟାର ବା ଲାଷ୍ଟ ରୁଲର ଅଫ ନ୍ୟୁ କିଙ୍ଗଡମ ହେଲା ନ୍ୟୁ କିଙ୍ଗଡମ ରେ ଯେ ଲାଷ୍ଟ ରୁଲର ଥିଲେ ସେ କେନାଲ ଇରିଗେସନ କରିଥିଲେ କୋଉଠି କରିଥିଲେ ନାଇଲ ଟୁ ରେଡ ହେଲା ରାମେଶ୍ୱର ସେକେଣ୍ଡ ହେଲା ଲାଷ୍ଟ ରୁଲର ଅଫ ନ୍ୟୁ କିଙ୍ଗଡମ ହେଲା ନ୍ୟୁ କିଙ୍ଗଡମ ହେଲା ଇ କଣ କଣ କହିବା ଏକ୍ସାବିସନ୍ସ ହେଲା ବା ଯଦି ଆମେ କହିବା ହି ଡଗ ହେଲା ହି ଡଗ ଆଉଟ ଏ କେନାଲ ଫ୍ରମ ନାଇଲ ଟୁ କଣ ରେଡ ଏତିକି ହଉଛି ପାଠ ହେଲା କହିବ ଓଡିଆରେ ଯଦି କୁହାଯିବ ଓଡିଆରେ କଣ କହିବ ରାମେଶ୍ୱର ଦ୍ୱିତୀୟ ଥିଲେ କିଏ ଥିଲେ ରାମେଶ୍ୱର ଦ୍ୱିତୀୟ ଯିଏକି କଣ ନୂତନ ଯୁଗର ହେଲା ଈଶ୍ୱରୀୟ ନୂତନ ଯୁଗର ଶେଷ ରାଜା ଥିଲେ ବା ଶେଷ ଭାର ଥିଲେ ଯେ ଶେଷ ଭାର ଥିଲେ ସେ କଣ କରିଥିଲେ ଗୋଟେ କେନାଲ କରିଥିଲେ କୋଉଠୁ ନାଇଲ ନଦୀ ଠାରୁ ନୀଳ ନଦୀ ଠାରୁ ହେଲା କୋଉଠି ରେଡ ସାଗର ହେଲା ରେଡ ମହାସାଗର ପର୍ଯ୍ୟନ୍ତ ହେଲା ନଦୀଟି ଖୋଳିଥିଲେ ସେଇ ନଦୀଟା ପରବର୍ତ୍ତୀ ସମୟରେ କଣ ହେଲା ସୁଏଜ କେନାଲ ନାମରେ ଖ୍ୟାତ ହେଲା ବୁଝିହେଲା ନାଇଁ ଓଡିଆ ବୁଝିହଉଛି ତ ପୁରା ସାହିତ୍ୟିକ ଓଡିଆ କହୁଛି ଯଦି ଆଉ ସାହିତ୍ୟରେ ଯଦି ଡାଉଟ ହେଲା ତାହେଲେ କିଛି କରିପାରିବି ତମ ସାହିତ୍ୟ ମଡେଲ ଦେଇ କରିବ ହଁ ତମର କ୍ଲିୟର ହେଲା ତ ଏଗ୍ରିକଲଚର ହେଲା ତ ସୋସିଆଲ ସିଷ୍ଟମ ଥିବ ନା ସୋସିଆଲ ସିଷ୍ଟମରେ ପିଲାମାନେ ଶୁଣ ତାଙ୍କର ମନୋଗାମୀ ଥିଲେ ଅର୍ଥାତ୍ ସେମାନଙ୍କର ମଲ୍ଟି ମ୍ୟାରେଜ ସିଷ୍ଟମ ନଥିଲା କେବଳ ତାଙ୍କର କଣ ଜାଣିଛ ତ ତାଙ୍କର ସୋସିଆଲ ସିଷ୍ଟମରେ ଫାର କଣ କରୁଥିଲେ ଜାଣିଛ ଫାର ତା ନିଜ ଝିଅକୁ ବାହାଉଥିଲା ଫାର ତାର ନିଜ ଝିଅ ଏବଂ ନିଜ ଭଉଣୀ ବାହାଉଥିଲା କାହିଁ ଜାଣିଛ ତ ତାର ରୟାଲ ବ୍ଲଡ ର ପ୍ୟୁରିଟି ଟାକୁ ମେଣ୍ଟେନ କରିବା ପାଇଁ ସେ ଅନ୍ୟ କୌଣସି ଜାଗାରେ ବାହା ହଉଥିଲା କାରଣ ସେତେବେଳେ କେବଳ ଗୋଟିଏ କ୍ଲାସ ଥିଲା ଫାର ହଉଛି ରୟାଲ କ୍ଲାସ ଆଉ ସେକେଣ୍ଡରେ ଫାର ଆଉ କୌଣସି ଆଉ କାହାକୁ ତା ରୟାଲ ବ୍ଲଡ ରେ ମିଶିବାକୁ ଦଉଥିଲା ସେଥିପାଇଁ ସେ ତାଙ୍କ ଭିତରେ ବାହା ହଉଥିଲା ତା ଭଉଣୀ ବାହା ହଉଥିଲା କିମ୍ବା ତା ଝିଅକୁ ବାହା ହଉଥିଲା ଏଇଟା ଥିଲା ଆକ୍ଚୁଆଲି ଫାର ମାନେ କଣ ମାନେ ସୋସିଆଲ ସିଷ୍ଟମରେ ଥିଲା ଏଇଟା ତମ ବହିରେ ନାହିଁ ଏଇଟା ରିସର୍ଚ୍ଚ ବହିରେ ଅଛି ବଡ ବହିରେ ମୁଁ ଏଇଟା ପଢିଛି କହୁଛି ହେଲା ଏଇଟା କହିବାନି ସାର୍ କୋଉ ବହିରେ ଅଛି ମତେ କହିବନି ମୋ ଲେବୁଲ ବହିରେ ମୁଁ ପଢିଛି ମୁଁ ସେଥିପାଇଁ କହୁଛି ହେଲା ଆଉ ତାଙ୍କର ଥିଲା ମନୋଗାମୀ ସିଷ୍ଟମ ଥିଲା କେବଳ ଫାର ଦିଟା ତିନିଟା ଚାରିଟା ପାଞ୍ଚଟା ବାହା ହେଇ ପଡୁଥିଲା ହେଲା ଏକ୍ସପ୍ରେସ ଆଉ ଜେନେରାଲ ଲୋକମାନେ ଯୋଉମାନେ ଥିଲେ ଆମ ଭଳି ଲୋକ କେବଳ ଗୋଟିଏ ବିବାହ କରୁଥିଲେ ସେଥିପାଇଁ ମନୋଗାମୀ ସିଷ୍ଟମ ମ୍ୟାରେଜ ଗୋଟିଏ ବିବାହ ହେଲା ଆଉ କଣ ସୋସିଆଲ ସିଷ୍ଟମରେ କଣ ପଡିବ ସୋସିଆଲ ସିଷ୍ଟମରେ ତାଙ୍କର ହେଡ ଅଫ ଦ ସୋସାଇଟିରେ ଫାର ଥିଲେ କିଏ ଥିଲେ ଫାର ଏକ ନମ୍ବର ଥିଲା 2 ନମ୍ବର କିଏ ଥିଲା ଫ୍ୟୁଡାଲ ଲର୍ଡ ବା ଯୋଉ ନୋବେଲ କହୁଛି ହେଲା 3 ନମ୍ବରରେ କିଏ ଥିଲା 3 ନମ୍ବର ଥିଲା ଯୋଉମାନେ କି ଆମେ ଯୋଉ କହୁଛେ ଫର ଏକ୍ସାମ୍ପଲ ତମେ କହିବ ଆର୍ଟିସାନ କ୍ଲାସ ହେଲା ହେଲା ମର୍ଚାଣ୍ଟ କ୍ଲାସ ହେଲା
ପ୍ଲିଜେଣ୍ଟ କ୍ଲାସ ଯୋଉମାନେ ଚାଷବାସ କରୁଥିଲେ ହେଲା ଏଇମାନେ ସବୁ ଥିଲେ ଥାର୍ଡ କ୍ଲାସ। 4 କ୍ଲାସ ରେ ଥିଲେ ସ୍ଲେଭ। 4ଟା କ୍ଲାସ ହେଲା ହେଲା। ଫାର୍ଷ୍ଟ କ୍ଲାସ ହଉଛି ଫାର 1 ନମ୍ବର, 2 ନମ୍ବର ହଉଛି ନୋବଲ ବା ସାନ ଯୋଉଟା କହୁଛି ହେଲା। 3 ନମ୍ବର ହଉଛନ୍ତି କିଏ ମାନେ ଫାର୍ମର ରହୁଛନ୍ତି ଆଉ ହଉଛନ୍ତି ସିଏ ମାନେ ଯୋଉ ହାତ ତିଆରି କରୁଛନ୍ତି ଯୋଉ ହ୍ୟାଣ୍ଡିକ୍ରାଫ୍ଟ ଶିଳ୍ପୀ ଶିଳ୍ପୀ କରିବାକୁ ହେଲା। ଆଉ 4 ନମ୍ବର ହଉଛନ୍ତି ସ୍ଲେଭ୍ସ ଆଉ ଯୋଉଟା ଆମେ ତୀର୍ଥ ଦାସ କହୁ। ସେମାନଙ୍କ ଦେ ହାଭ୍ नो सोशल एंड पॉलिटिकल राइट्स। ସେମାନେ ଦେ ଆର୍ ଅଣ୍ଡର ଡୋମିନେନ୍ସ ଅଫ ଫାଦର or they are under dominance of rich people ହେଲା। ହେଲା ସୋସିଆଲ ସିଷ୍ଟମ ହେଲା। ଆଉ କଣ କାହାର ଡାଉଟ ଅଛି? ହଁ ଆର୍ଟ ଅଫ ରାଇଟିଂ ଭେରି ଗୁଡ। ତାଙ୍କର ଆର୍ଟ ଅଫ ରାଇଟିଂ ନାମ କହିଥିଲି ଆଉ ଥରେ କହିବି ବୋଲି କହିଥିଲି। ଆର୍ଟ ଅଫ ରାଇଟିଂ ନାମ ଜଷ୍ଟ କହିଥିଲି କହିବି ଆର୍ଟ ଅଫ ରାଇଟିଂ ଷ୍ଟାର୍ଟ ହଉଛି। ଆଉ କଣ କାହାର ଡାଉଟ ଅଛି? ଆର୍ଟ ଅଫ ରାଇଟିଂ ବୁଝିବି ପଢେଇଛି। ଆଉ କାହାର ଡାଉଟ ଅଛି କଣ? ବଡ ପିଲାମାନେ ଗୋଟେ ଦୟା କରିକି ମୋର ଗୋଟେ ସିମ୍ପଲ ଆଡଭାଇସ୍ ହଉଛି ବିଫୋର କ୍ଲାସ ତୁମେ ମାନେ ପଢିକି ଆସ। ଯାହା ପଢା ହେଇଛି ପ୍ରିଭିୟସ କ୍ଲାସ ତାକୁ ପଢ। ଆଗାମୀ ସମୟରେ କଣ ପଢା ହେଇଛି ତାକୁ ଟିକେ ପଢ। ଯାହା ଫଳରେ ମୁଁ କ୍ଲାସରେ କହିଲା ବେଳେ କଣ କହୁଛି ତମେ ଜାଣିପାରିବ। ମୋ କଥାଟା ଶୁଣିବାକୁ ତମକୁ ଭଲ ଲାଗିବ, ବୁଝିବାକୁ ସୁନ୍ଦର ଲାଗିବ। ଯଦି କିଛି ସେ ଜାଗାରେ କିଛି ଅସୁବିଧା ହେଲା ମୁଁ କେମିତି କ୍ଲିୟର କରିବି। ଆଉ ତୁମେ ମାନେ ଯଦି ମତେ ଖୋଲିକି ନ କହିବ ମୁଁ କିଛି ଜାଣିପାରିବି। ସତ କଥା କହୁଛି, ଅନେଷ୍ଟଲି କହୁଛି। ଯାହା ଡାଉଟ ଅଛି ମୁଁ ଆସିବି ଯଦି ଏଇ ଆସିଲା ପଚାରିଲା ସେ ପଚାରିଲା ଏଇ ପଚାରିଲା ସେ ପଚାରୁଛି। ସମସ୍ତେ ସମସ୍ତେ ଓପେନ ଟୁ ଅଲ୍। ଓଡିଆ ହଉ ଇଂଲିଶ ହଉ ଯଦି ଲାଙ୍ଗୁଏଜ କିଛି ନାହିଁ। ଲାଙ୍ଗୁଏଜ ମୁଁ ସବୁ କହିବି। ଓଡିଆ କହିବି ଇଂଲିଶ କହିବି ସବୁ ଲାଙ୍ଗୁଏଜ ଶିଖିଛି। ବେଙ୍ଗଲୀ ବି ଶିଖିଛି। ଆଉ କହିବି କୋଉ କଣ ଲାଙ୍ଗୁଏଜ ଯଦି କହିବି ତମେ ବି ଶିଖିବି ଆଉ କଣ ହେଲା। କଣ କୋନ ବି ଲାଇଫ ତାଙ୍କ ଏଗ୍ରିକଲଚର ଟ୍ରେଡ୍ ଆଣ୍ଡ କମର୍ସ ଟା ପରବର୍ତ୍ତୀ ସମୟରେ ଆସୁଛି। ଯୋଉଟା କି ମାନେ ନ୍ୟୁ ଏମ୍ପାୟାର ବେଳର ଲାଷ୍ଟ ଏଜ୍ ଡେଭଲପମେଣ୍ଟ। ଯୋଉଟା କି ଆମେ ଯୋଉ ଟ୍ରେଡ୍ ଆଣ୍ଡ କମର୍ସ କଥା କହୁଛେ ପର୍ଟିକୁଲାରଲି ସେମାନଙ୍କର କଣ କୋଉଠି ମାନେ ସେମାନଙ୍କର ରହୁଛି ଆମର ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସହିତ ମେସୋପୋଟାମିଆରେ କିଛି ସିଲ୍ସ ମିଳୁଛି ହେଲା। ହେଲା ସୁମେରିଆନ ମାନଙ୍କ ସହିତ ବି ମଧ୍ୟ ତାଙ୍କର କିଛି ମିଳୁଛି ବେଶ ପଢେଇ ତାଙ୍କୁ ଅଛି ହେଲା। ୱେଷ୍ଟ ଏସିଆ ମାନେ ଯୋଉ ମିଡିଲ ଏସିଆ ଏମାନଙ୍କ ସହିତ ତାଙ୍କର କିଛି ରହୁଛି ଟ୍ରେଡ୍ ଆଣ୍ଡ କମର୍ସ। କଣ ପଚାରୁଛ ହେଲେ ଆଉ କିଛି ପଚାରିବ? ତମର ବି ଡାଉଟ ଅଛି ପଚାର। ନାଇଁ କୁହ ନ କହିଲେ ହସି ଦବାଟା ସିଷ୍ଟମ ହସା ହସି ସିଷ୍ଟମ କର। ଯାହା ଅସୁବିଧା ଅଛି ସୁବିଧା ଅଛି ଜଣେଇଲେ ମୁଁ ଜାଣିପାରିବି। ଫାଷ୍ଟ କହିଛି ଯାହା ଅସୁବିଧା ଅଛି ମତେ କହିଲେ ମୁଁ ତାକୁ କ୍ଲିୟର କରେଇ ଦେଇପାରିବି। ଆଉ ସେଟା ଯଦି ନ କହିପାରିବ ମୁଁ କିଛି କରିପାରିବି। ଆଇ ଏମ୍ ହୋପଲେସ୍ ସତ କଥା। ସେଥିପାଇଁ ମୁଁ କିଛି କରିପାରିବି। କିଛି ଅଛି ଡାଉଟ ମୋର ଲାଙ୍ଗୁଏଜ ବୁଝି ହଉନି। ଓଡିଆ କହିଲେ ବୁଝିପାରୁନି, ଇଂଲିଶ କହିଲେ ବୁଝିପାରୁନଥିବ କହିବେ ନାଇଁ ସାର୍ ଆପଣ ଓଡିଆ ବୁଝିପାରୁନି କି ଆପଣ ସାର୍ ଇଂଲିଶ ବୁଝିପାରୁନି। ମୁଁ ଆଉ ଥରେ ତାକୁ ଫର୍ଦର ରିପିଟେଡ କରିବି କିଛି ଅସୁବିଧା ନାହିଁ। ସେଗୁରା ପ୍ରତି ଓରିଡ ହୁଅନି। ଆଉ କଣ ଅଛି କୁହ? କିଛି ନାହିଁ ତ ଲାଷ୍ଟ କିଛି ନାହିଁ ତ ପଢୁଛ ବହି ପଢୁଛ ତ? କଣ ଫାଷ୍ଟ କୋଉଠୁ କହିବି ଫାଷ୍ଟ ହେଲେ କୋଉଠୁ କହିବି? ଯୋଉଠୁ କହିବି ସେଇଠୁ କୁହ। ନାଇଁ ଫାଷ୍ଟ କହିଲେ ମାନେ ପୁଣି ଆଉ କାହାଣୀ ଆରମ୍ଭ କରିବ। ଯୋଉ ପର୍ସନ ଡାଉଟ ଅଛି ସେ କହିଲା ସୋସିଆଲ ସିଷ୍ଟମ କହିଲି। ସେ କହିଲା ସାର୍ ଏମ୍ପାୟାର କେମିତି ସିଷ୍ଟମ ଟା ଅଛି ପଲିଟିକାଲ ସିଷ୍ଟମ ପଲିଟିକାଲ ସିଷ୍ଟମ କହିଲି। ତମର କୋଉଠି ଅଛି ନୀଳଗିରି ଆରମ୍ଭରୁ କି ନୀଳଗିରି ଶେଷରେ କି ଏମ୍ପାୟାର ଏଜରେ କେଉଁଠି ଅଛି କହିଲି ସେ। ପୁରା କହିକି ଯାଉଛି ପୁରା କହିଲେ ଆଉ ବିଷୟ ସରିବ ଏଇଠି ରହିଯିବ। ପୁରା ଏମିତି ସବୁଦିନ କ୍ଲାସରେ ଚାଲିବ ଏଇଠି ରହିଯିବ ବିଷୟ ସରିବନି। ମୁଁ ଯୋଉ ହିସାବରେ ଆଉଛି ଗୋଟେ ଟାର୍ଗେଟ ନେଇକି ଆଉଛି ଆଜି ଏଇ ପର୍ସନ ଏତିକି ପର୍ସନ ପଢେଇବି ଏତିକି ପର୍ସନ ଡାଉଟ କ୍ଲିୟର କରିବି ଗୋଟେ ଟାର୍ଗେଟ ନେଇକି ଆଉଛି ସତ କଥା। ଆଉ ସେଇ ବିଷୟରେ ଆମେ ଯଦି ନ ଯିବା ଆମ ସିଲାବସ ସରିବ ସତ କଥା। ପଢ କୁହ ଶୀଘ୍ର ଟାଇମ ୱେଷ୍ଟ କରନି ସମୟ ଆଉ ନାହିଁ। ହଁ ହାଫ ଆନ୍ ଆୱାର ରହିଲା କ୍ଲାସ 35 ରହିଲା। କଣ କହିବି? ସମୟରେ କହିବି ସେତିକି ସମୟରେ କହିବି ଯାହା ପଢା ସେଇଆ କହିବି ତ ଆଉ ପୁଣି ରିଭାଇଜ କଣ? କୋଉଟା କୋଉଟା ଏଇଗୁଡା କହୁନୁ ଆଚ୍ଛା ଫାଷ୍ଟ ମୁଁ ଅଛି ମୁଁ ଫ୍ରି ଅଛି ସାତଟା ବେଳେ ଇତିହାସର ଅର୍ଥ ରିଲେଭାନ୍ସ ଆଉ କଣ ବୁଝିବାକୁ ଅଛି ଆଜି ସମୟ ଦେଇପାରିବି 15 ମିନିଟ ସମୟ ଦେଇପାରିବି ବେଶୀ ଦେଇପାରିବେନି। ଆଉ ଗୋଟେ ସେଡ୍ୟୁଲ ଅଛି ମୋର
ହେଲା ତେଣୁ 15 ମିନିଟ୍ ଭିତରେ ଯାହା କହିବ ତାକୁ ମୁଁ ଗୋଟେ ପର୍ଯ୍ୟବେଶନ କରିବି। ହେଲା କାଲି ପରୀକ୍ଷା ହଉଛି ଦୟାକରି ଟିକେ ଭଲ କରିବ ପରୀକ୍ଷା ହେଲା 30 ମାର୍କ ପରୀକ୍ଷା ହଉଛି ସେ ଦେଖିବ ଭଲ 30 ମାର୍କ ଗୋଟେ ଭଲ କ୍ୱେଶ୍ଚିନ୍ ପଡିଛି ଭଲ ଲଙ୍ଗ କ୍ୱେଶ୍ଚିନ୍ କହିଦଉଛି ହେଲା ଲଙ୍ଗ କ୍ୱେଶ୍ଚିନ୍ ଲେଖିବ ଡେଫିନେସନ ଅଫ ହିଷ୍ଟ୍ରି ପଡିଛି ଲେଖିବ ଡେଫିନେସନ ଅଫ ହିଷ୍ଟ୍ରି ପଢେଇଥିଲି ଜାଣିଛ କଣ କଣ ଲେଖିବ ଇଏସ୍କାର କଥା ଲେଖିବ ଆରିଷ୍ଟଟଲ କଥା ଲେଖିବ ହେରୋଡୋଟସ୍ କଥା ଲେଖିବ ଥୁସିଡିଡସ୍ କଥା ଲେଖିବ କାର୍ଲ ମାର୍କ୍ସ କଥା ଲେଖିବ ଲର୍ଡ ଆକ୍ଟନ କଥା ଲେଖିବ ସେ କୌଟିଲ୍ୟ କଥା ଲେଖିବ ଯାହାଟା ଅଛି ସେଇଟା ଲେଖିବ ହଁ ତମ ବା କହୁଛି କଣ ତମେ ଗଣୁନ ନା ଗଣିକି କହିବି କେମିତି କହିବି ସେଇ ଯେ ମଲ୍ଟି ସିଷ୍ଟମ ସାର୍ ମଲ୍ଟି ସିଷ୍ଟମ କରିବେ ଆରେ ଗଣୁ ନହେଲେ ମୁଁ କହୁଛି ସାର୍ କଣ ଦି ଧାଣ କରିବି ଗୋଟେ ପଟରେ କହିବେ ଦିଟା ପାଟି ବହନ୍ତି କାଉଣ୍ଟ କରିଥାନ୍ତି ଗୋଟେ ପଟେ କାଉଣ୍ଟ କରିଥାନ୍ତି ଗୋଟେ ପଟେ କହିଥାନ୍ତି ହେଲା ଆରିଷ୍ଟଟଲ ଲେଖିବ ଥୁସିଡିଡସ୍ ଲେଖିବ ଇଏସ୍କାର ଲେଖିବ ଲର୍ଡ ଆକ୍ଟନ ଲେଖିବ କୌଟିଲ୍ୟ ଲେଖିବ କାର୍ଲ ମାର୍କ୍ସ ଲେଖିବ ଆର୍ଜି କଲିଙ୍ଗଉଡ୍ ଲେଖିବ ଆଉ ସେନିନବର୍ଗ ଲେଖିବ ହେଲା ଆଉ ଇଏ ଏମର୍ସନ ଲେଖିବ ଡବ୍ଲ୍ୟୁ ଏମର୍ସନ ଲେଖିବ ହେଲା ଏଇଗୁରା ସବୁ ଅଛି ଆଉ କଣ ହେଲା ମିନିମମ୍ ଚେଷ୍ଟା କର ଟ୍ରାଏ ଟୁ 10 ଡେଫିନେସନ ହେଲା 10ଟା ଡେଫିନେସନ ଲେଖିବାକୁ ଚେଷ୍ଟା କର ଆଉ ଲେସ୍ ଦ୍ୟାନ୍ 10 ହେଲେ ମାର୍କ କମିବ ହେଲା ସାଟିସ୍ଫାକ୍ଟୋରି ନୁହେଁ ସତ କଥା କହିବି 10ଟା ଡେଫିନେସନ ଯିଏ ଲେଖିଲା ସୁନ୍ଦର ଭାବରେ ସାଟିସ୍ଫାକ୍ଟୋରି 10ଟା ତଳକୁ ଯିଏ କମ ଲେଖିଲା ସାଟିସ୍ଫାକ୍ଟୋରି ଆଉ ମିନିଂ ଆଣ୍ଡ ରିଲେଭାନ୍ସ ପଡିବ ହ୍ୱାଟ ଇଜ ଦ ମିନିଂ ଅଫ ରିଲେଭାନ୍ସ ମିନିଂ ଆଣ୍ଡ ରିଲେଭାନ୍ସ ଅଫ ଏଇଟା ସେକେଣ୍ଡ କ୍ୱେଶ୍ଚନ এই দুইটা কোশ্চেন ভালোসে କହିଦେବେ ଲଙ୍ଗ କୋଶ୍ଚେନ ପଢ ଲେଖ କଣ ଲେଖୁଛ ମୁଁ ଏଇଟା ଦଉଛି ହଁ ମିନିଂ ଲେଖିବ ହିଷ୍ଟ୍ରି କୋଉ ୱାର୍ଡ ଅଛି ହିଷ୍ଟ୍ରି ଡିରାଇଭ୍ ଫ୍ରମ ଦ ୱାର୍ଡ ଗ୍ରୀକ ୱାର୍ଡ ହିଷ୍ଟୋରିଆ ଇନଭେଷ୍ଟିଗେସନ ହିଷ୍ଟ୍ରି ହିସ୍ ଫର ଷ୍ଟୋରି ହିସ୍ ଫର ମେଲ୍ ହିଷ୍ଟ୍ରି ଷ୍ଟୋରି ଜାଣିଛ ହେଲା ତାପରେ ଇଭେଣ୍ଟସ ଅଫ ପାର୍ଟ ରେକର୍ଡସ କୁ ଲେଖିଲ ସିନାରିଓ କଲ କୋଶ୍ଚେନ ତମ ବହିରେ ଅଛି ବହି ଅଛି କୋଉ ବହି ଧରିଛ ସେକେଣ୍ଡ କୋଶ୍ଚେନ ପଢ ଦେଖିବ what is the meaning of history discuss the meaning of history ହେଲା ଏଠି ତମ ଭେରିୟସ୍ ଆଙ୍ଗେଲ୍ସ ନ ଲେଖିକି ତମେ ଏଠି ରିଲେଭାନ୍ସ ଲେଖିବ କଣ ଲେଖିବ ତମ 7 ନମ୍ବର କୋଶ୍ଚେନ ହେଲା vividly narrate the meaning and relevance of history ହେଲା 7 ନମ୍ବର କୋଶ୍ଚେନ vividly narrate the meaning and relevance of history ହେଲା ତୁମ ହରିହର ପଣ୍ଡାରେ 2 ନମ୍ବର କୋଶ୍ଚେନ ଅଛି କେତେ 2 ନମ୍ବର କୋଶ୍ଚେନ ହରିହର ପଣ୍ଡା ଅଛି ହେଲା ତୁମ ହରିହର ପଣ୍ଡା ନା କଣ କୋଉ ବହି ସମାଚାର এই 7 ନମ୍ବରଟା ପଡିବ ହେଲା 7 ନମ୍ବରଟା ମାର ଆଉ ଡେଫିନେସନ ଅଫ ହିଷ୍ଟ୍ରିଟା ଏଠି ତ ଡାଇରେକ୍ଟ ଲେଖିନି ବୋଧେ ତମ ଡେଫିନେସନ ଟା ଲେଖିନି କିନ୍ତୁ ତମେ ଡେଫିନେସନ ଟା ଏଇଠୁ ଷ୍ଟାର୍ଟ କରିବ ହେଲା ଏଇଠୁ ଷ୍ଟାର୍ଟ କରିବ ଏଇ ଯୋଉ ଡେଫିନେସନ ଟା ନାହିଁ ହେଲା ଏଇଠୁ ଏଗୁରା ସବୁ ଡେଫିନେସନ ଲେଖିବ ଡେଫିନେସନ ଅଫ ହିଷ୍ଟ୍ରି ଫାର୍ଷ୍ଟ କ୍ୱେଶ୍ଚନ ବୁଝିଗଲା ତ ଜାଣିପାରିଲ ତ ଠିକ ଅଛି Art of writing, huh? Contribution, right? Yeah, contribution of writing. The art of writing, ହେଲା आर्ट ऑफ राइटिंग ହେଲା पर जोटा हम ओडिया कहूचे लिखन प्रणाली कौन कहूचे लिखन प्रणाली ହେଲା ओडिया ओडिया क्लास इंग्लिश क्लास ହେଲା लिखन प्रणाली ହେଲା लिखन प्रणाली रे हम कौन कहउतले हीरोग्राफी बोली कहउतले कौन कहउतले लिखन प्रणाली कौन कहउतले हीरोग्राफी कौन कहउतले ତାଙ୍କ ଲେଖା ପ୍ରଣାଳୀ हीरोग्राफी कहउतले कौन कहउतले हीरोग्राफी ओडिया रे हीरोग्राफी ଲେଖା ହେଇଛି ଆଉ ମଧ୍ୟ କଣ ଲେଖା ହେଇଛି ଛବି ଲିପି ଲେଖା ହେଇଛି କଣ ଲେଖା ହେଇଛି ଛବି ଲିପି ଲେଖା ହେଇଛି କଣ ଲେଖା ହେଇଛି ଛବି ଲିପି ଲେଖା ହେଇଛି ତ ଆଉ କଣ ଲେଖା ହେଇଛି ତ ଓଡିଆ ପିଲା ପବିତ୍ର ଲିପି ଲେଖା ହେଇଛି ତାକୁ ଆମେ ଇଂଲିଶ ରେ ମଧ୍ୟ କହୁଛେ ସାକ୍ରେଡ ରାଇଟିଂ କଣ କହୁଛେ ସାକ୍ରେଡ ରାଇଟିଂ ବା ପବିତ୍ର ଲିପି କାହିଁକି ଆମେ ସାକ୍ରେଡ ରାଇଟିଂ କହୁଛେ ବିକଜ ଦିସ୍ ରାଇଟିଂସ୍ ୱାଜ ଇନିସିଏଟେଡ୍ ବାय ଖ୍ରୀଷ୍ଟ ହେଲା ସେ ରାଇଟିଂ ଟା କାହା ଦ୍ୱାରା ଲେଖା ହେଇଥିଲା ଖ୍ରୀଷ୍ଟ ମାନଙ୍କ ଦ୍ୱାରା ହେଲା ଓଡିଆ କଣ କହିବା ପୁରୋହିତ ମାନଙ୍କ ଦ୍ୱାରା ଏଇ ଲେଖାଟି ଲେଖା ଯାଇଥିବାରୁ ଏଇ ଲେଖାଟିକୁ ପବିତ୍ର ଲେଖା କୁହାଯାଉଛି ହେଲା
आपको आम सैक्रेड राइटिंग कहूचे कहीं these writings were written by the priest है Egyptian priest that's why this writing is known as sacred writing है तेणु आमर जब आर्ट ऑफ राइटिंग कहवा तुम जान आर्ट ऑफ राइटिंग सर कौन लैंग्वेज हूँ सब बड़ जिन कौटा बड़ जिन लैंग्वेज लैंग्वेज कौन कर लैंग्वेज कौन कर फिलिंग को एक्सप्रेस कर कौन कर जनरली आम फिलिंग को एक्सप्रेस कर लैंग्वेज इज द मीडियम ऑफ एक्सप्रेशन ऑफ ह्यूमन फीलिंग एंड राइटिंग इन द मीन्स टू एक्सप्रेस दैट लैंग्वेज लैंग्वेज टा सब कौन कर ओडिया इंग्लिश कहूँ अर्थात तुम ओडिया लैंग्वेज बुझे बुझा पड़ी इंग्राजी मैंने जो मैंने अच्छे बुझा पड़ू तार अर्थात कौन आमर लैंग्वेज टा कौन कर एक्सप्रेशन टा कौन कर तुम पाखे पहुंचे तुम तुम कथा मो पाखे पहुंचे पार्टी हूँ भाषार हूँ गोटे मध्यम भाषा मध्यम आम कौन कर तुम कथा मुझे बुझीपार मो कथा तुम्हें बुझीपार फर एक्जामपल मुझे तेलुगु कहता तेलुगु किए अच्छे पिला तेलुगु किए अच्छे तेलुगु तेलुगु कहता बुझीपार कहीं कारण तुम्हें से भाषा प्रति तुम्हें जेहेतु से भाषा कारण जेहेतु तुम ओडिया जान मुझे ओडिया जानी कहते आम भर भाव विनिमय हो पार्टी भाव विनिमय हो पार्टी तुम कथा बुझीपार तुम्हें मो कथा बुझीपार यदि जो मैंने फुल इंग्राजी अच्छे भी इंग्राजी कहूँ से इंग्राजी बुझीपार मुझे इंग्राजी कहीपर बुझे ना तेणु यही भाषा मध्यम मनुष्यर परिपूर्ण भावटा भी परिप्रकाश करेंगे से इजिप्टियन मैंने कौन कर गोटे जो आर्ट ऑफ राइटिंग डेवलपमेंट करते से जो आर्ट ऑफ राइटिंग हीरोग्राफी कौन कौचे हीरोग्राफी कौचे बेले बेले आर्ट ऑफ राइटिंग सैक्रेड राइटिंग कहुए कहीं सैक्रेड राइटिंग कहुए कारण दो राइटिंग्स आर रिटन बाय द प्रीस्ट एटा राइटिंग टाको प्रीस्ट माने लिखुथबार प्रीस्ट माने लिखुथबार सेति राइटिंग टाको हम सैक्रेड राइटिंग कहूचे कौन कौचे सैक्रेड राइटिंग पवित्र लिपि कहूचे बुझी पारल आ तो ना कौन शुभम बुझेला तो ना कौन रहिला तो आर्ट ऑफ राइटिंग से पढ़ुचे तेणु सब ग्रेटेस्ट कंट्रीब्यूशन हूँ नाइल वैली रोचे आर्ट ऑफ राइटिंग तेणु इजिप्टियन मैंने एक्चुअली कौ एज लोक थे प्रोटो हिस्ट्री एज कौ हिस्ट्री तुम कही प्रोटो हिस्ट्री मैंने कौन कौन प्रोटो हिस्ट्री मैंने कौन इजिप्टियन मैंने एक्चुअली प्रोटो हिस्ट्री एज कौन प्रोटो हिस्ट्री कौन कहते जहार राइटिंग जना पड़ुथिबो कि राइटिंग एविडेंस थिबा हम पाखरे कार राइटिंग एविडेंस कथा कहउछ जो सब पास्ट इवेंट हेची जहां पाखरे हमर राइटिंग अछि कि आमे तांको डिकोड करि परिबा तांको स्क्रिप्ट को सेही मानो को प्रोटो हिस्ट्री को जेता पूर्वर प्री हिस्ट्री हां वेरी गुड जहार राइटिंग को आमे कोन करछे डिकोड करि पर चला कोन करि परछे डिकोड करि पर अर्थात इजिप्टियन स्क्रिप्ट को आमे डिकोड करछे अब कहि इजिप्टियन स्क्रिप्ट को के डिस्कवर के करछे पढे कहि नेपोलियन बोनापार्ट डिस्कवर कर नेपोलियन बोनापार्ट हां वेरी गुड नेपोलियन बोनापार्ट ही डिस्कवर करते ताको क्लियर करते स्पेसिफाई के करते फ्रांसिस चैंपलियन जे कि फ्रांस रो कोन थिले इंडोलॉजिस्ट थिले कोन थिले इंडोलॉजी जाको हम कहछे भाषा तत्वविद हला जो माने भाषा को पढ़ी पारे कोन पढ़ी पारे जो माने भाषा को पढ़ी पारे ताको हम भाषा तत्वविद कहछे एमन कोन कहू फ्रेंच इंडोलॉजी फ्रेंच इंडोलॉजी चला केबे कहले 1822 केबे कहले 1822 मसिया रे डिफरेंट स्टेट को कोन करते डिफरेंट स्टेट को कोन करते डेसिफर करते कोन करते डेसिफर माने पढ़ी पारते हला तो पाठ उद्धार कर पारते हला इजिप्टियन स्क्रिप्ट तीनटा लैंग्वेज थिला कोन थिला तीनटा लैंग्वेज गोटे इजिप्ट गोटे ग्रीक आ गोटे होची तांका सेमिटिक लैंग्वेज हला गोटे इजिप्शियन लैंग्वेज थिला गोटे थिला ग्रीक आ गोटे तांका सेमिटिक लैंग्वेज हला जोडा तांकर हमर आदिम हमर जंती कोन अछि हमर जंती जनजाति भाषा अछि जनजाति भाषा बुझ जेम तांकर सांताली भाषा अछि सेई टाइप रो भाषा था एटा होची हमर जनजाति भाषा हला बुझौ छ सेमिटिक टाइप ए तीनटा भाषा डिस्कवर करते কি করতে ফ্রান্সিস চ্যাম্পলিয়ার যেটি যারা কোন পিরিয়ড হলা চ্যাম্পলিয়ার যেটি ফ্রেঞ্চ ইন্ডোলজিস্ট হলা ইন্ডোলজিস্ট বা আর্কিওলজিস্ট যাହା ବି କହିପାରିବ ଆର୍କିଓଲୋଜିଷ୍ଟ ବି ମଧ୍ୟ ହେଲା ଇଣ୍ଡୋଲଜିଷ୍ଟ କହିଲେ ତୁମେ ଓଡ଼ିଆ ଲେଖିବ ଭାଷା ତତ୍ତ୍ୱବିତ୍ ଆର୍କିଓଲୋଜିଷ୍ଟ କହିଲେ ଲେଖିବ ପ୍ରତ୍ନତତ୍ତ୍ୱବିତ୍ କଣ କହୁଛ
ହଁ ସିଏ ଅଲଗା ସିଏ ହଉଛି ଇଣ୍ଡିଆନ ହିଷ୍ଟ୍ରି କ୍ଲାସିଫାଇ କରାଗଲା ତିନି ଭାଗ ତମର ବର୍ତ୍ତମାନ ୱାର୍ଲଡ ହିଷ୍ଟ୍ରି ଯାଉଛି ତମ ଇଣ୍ଡିଆନ ହିଷ୍ଟ୍ରି ଯାଉଛି ବର୍ତ୍ତମାନ ଚାଲିଛି ପ୍ରି ହିଷ୍ଟ୍ରି ପ୍ରୋଟୋ ହିଷ୍ଟ୍ରି ସିଷ୍ଟମ ହିଷ୍ଟ୍ରି ପଢେ କହିଛି କ୍ଲାସରେ ତମେ କଣ ଶୁଣିଛ ନ ଶୁଣିଛ କହିଛି ତିନିଟା ଏଜ କଥା କହିନି ପ୍ରି ହିଷ୍ଟ୍ରି ପ୍ରୋଟୋ ହିଷ୍ଟ୍ରି ଆଣ୍ଡ ହିଷ୍ଟୋରିକାଲ ଏଜ କହିବି ହିଷ୍ଟୋରିକାଲ ଏଜ ରେ ହଉଛି ଆନ୍ସିଏଣ୍ଟ ଏଜ ମେଡିଭାଲ ଏଜ ମଡର୍ନ ଏଜ ପ୍ରୋଟୋ ହିଷ୍ଟ୍ରି ଯାହା ହିଷ୍ଟ୍ରି ସେ କହିଲେ ସେ ଅଛି କି ଅଛି ରଶ୍ମିତା ଅଛି ସେ ଯେମିତି କହିଲା ସେ ଶୁଣିଛି ବୋଲି କହିଲା ପ୍ରୋଟୋ ହିଷ୍ଟ୍ରିଟା ହଉଛି ଯାହାର ହିଷ୍ଟ୍ରିଟାକୁ ଆମେ ଯାହାର ରାଇଟିଂ ସହିତ ଆମେ ଡେସିଫାଇ କରିପାରିବା ଯାହା ହିଷ୍ଟ୍ରି ଆମେ ଜାଣିଛୁ ପ୍ରି ହିଷ୍ଟ୍ରି କହିଲେ କିଛି ରେକର୍ଡ ଏଭିଡେନ୍ସ ନାହିଁ नो रिटन रेकॉर्ड एविडेंस खाली ओरल एविडेंस है दैट इज कॉल्ड प्री हिस्ट्री है बुझेला बुझे तथा जानी दिखाओ प्री हिस्ट्री वन प्रोटो हिस्ट्री तीन होची हिस्टोरिकल एज ओडिया टर्म टा ওটা হচ্ছে প্রি হিস্ট্রিটা হচ্ছে প্রাক প্রাক ইতিহাস বলা ওডিয়াটা হচ্ছে প্রাক ইতিহাস প্রি হিস্ট্রি বলা এটা হচ্ছে প্রোটো হিস্ট্রি হচ্ছে প্রোটো ইতিহাস সেটা প্রোটো ইতিহাস লেখ কারণ ওড়িয়া টার্মটা আক্চুয়ালি ওড়িয়া টার্মটা ସବୁ ବହିରେ ଲେଖା ହେଇଛି ପ୍ରୋଟୋ ଇତିହାସ ଲେଖ ହେଲା ଏଟା ଅଭିଧାନ ଖୋଜିବାକୁ ପଡିବ ଓଡିଆ ଅଭିଧାନ ଆଉ ଥାର୍ଡଟା ହଉଛି ଆମ ହିଷ୍ଟୋରିକାଲ ଏଜ କହିଲେ କହିବ ଐତିହାସିକ ଯିବ କଣ ଐତିହାସିକ ଯିବ କଣ କାରଣ ଓଡିଆଟା ମୁଁ ଟିକେ ଲେଖିବା ଛାଡି ଦେଇଛି ମୁଁ ବ୍ଲାକ୍ ବୋର୍ଡରେ ଟିକେ ଲେଖିପାରୁଛି ସେଥିପାଇଁ ସରି ହେଲା ଲେଖିଦେବି କିନ୍ତୁ ଯେହେତୁ ଅଭ୍ୟାସ ଛାଡିଗଲେ ମୁଁ ଲେଖିବା ପାଇଁ ଟିକେ ସକ୍ଷମତା ଆସିପାରୁନି ଲେଖିଦେବି ଯଦି କହିବ ମୁଁ ଲେଖିବି ହେଲା କିଛି ଅସୁବିଧା ନାହିଁ ଫାଳେ କରିଦେବି ସେପଟେ ଓଡିଆ ଫାଳେ ଏପଟେ ଫାଳେ ହେଲା ବୁଝିହେଲା ନାଇଁ ଏଇ ଏଜରେ ହଉଛି କଣ ଏଇଟା ହଉଛି ଓରାଲ ହିଷ୍ଟ୍ରି କଣ ଏଇଟା ହଉଛି ଓରାଲ ହିଷ୍ଟ୍ରି ଏଠି ହଉଛି नो रिटन एविडेंस ହେଲା नो रिटन एविडेंस ହେଲା କୌଣସି ରିଟନ ଏଭିଡେନ୍ସ ନାହିଁ ହେଲା ରହିଲା କଣ ମାନେ ଡେସିଫର କରାହଉଛି ହେଲା ରିଟନ ରେକର୍ଡ ଆଭେଲେବଲ ହେଲା ରିଟନ ରେକର୍ଡସ ଆର୍ ଆଭେଲେବଲ ହେଲା এটা ହିଷ୍ଟୋରିକାଲ ଏକ୍ସ ଜାଣିଛ ଐତିହାସିକ ଯୁଗ ହେଲା ଐତିହାସିକ ଯୁଗ ଆମର ଆନ୍ସିଏଣ୍ଟ ଏଜ ଆସୁଛି ମେଡିକାଲ ଏଜ ଅଛି ମଡର୍ନ ଏଜ ଅଛି ପ୍ରାଚୀନ ଯୁଗ ମଧ୍ୟ ଯୁଗ ଆଧୁନିକ ଯୁଗ ସେତିକି ଆମର ହିଷ୍ଟୋରିକାଲ ଏଜକୁ ଯିବାର ନାହିଁ ବର୍ତ୍ତମାନ ଆମର ପ୍ରି ହିଷ୍ଟ୍ରି ଛାଡି ଦେଇଛେ ଆମେ ବର୍ତ୍ତମାନ ପ୍ରୋଟୋ ହିଷ୍ଟ୍ରି ଅଛି ହେଲା ହେଲା ବୁଝିହେଲା ଆମେ ବର୍ତ୍ତମାନ ଏଇ ହିଷ୍ଟ୍ରି ଅଛେ ପ୍ରୋଟୋ ହିଷ୍ଟ୍ରି କଥା ପଢୁଛେ ବୁଝିହେଲା ନାଇଁ କନସେପ୍ଟ କ୍ଲିୟର ନା ଆଉ କଣ ଡାଉଟ ଅଛି ଏଇ କ୍ଲିୟର ତ नो रिटन रेकॉर्ड अवेलेबल नो रिटन रेकॉर्ड्स अवेलेबल छोटिया टर्म टा गोटे स्पीड करो आ प्रथम संग भलिया कोन लिखछ बस हाथ स्पीड करो एनिक देखि परछे मो थाय ताळ देकी दिनु तीन पे सेटा न करी मते कम स्पेस भीतर मु तो जहां दे करी आ गोटे लार्जर स्पेस आन करी तमକୁ ସେଟା ଅପଡେଟ୍ ହବାକୁ ପଡିବ ଆଉ ତମେ କହିବ ମୁଁ ସେଇ ପ୍ରଥମ ଶ୍ରେଣୀ ଲେଖା ଲେଖୁଥିଲି ଛବି ମନ ମଧ୍ୟ ଲେଖା ଲେଖୁଥିଲି ସେଇ ମନ ମଧ୍ୟ ଲେଖା ଲେଖି ତ କଲେଜରେ ପଢିଲେନି ଦିନ ଏବେ ସିନା ସ୍କୁଲ ପଳାଉଛି ଆମ ସମୟରେ କଲେଜ ପଢୁ ଭଡା ଭଡା ଆମ ସମୟରେ ଲେକ୍ଚର ପୁରା ଡାକିବେ ଧାଇଁ ଧାଇଁ ଡାକି ଓଡିଆ କରନ୍ତି ଖାଲି ଇଂଲିଶ ରେଭେନ୍ସାରେ ଖାଲି ନହେଲେ ଇଂଲିଶ ଗାଇଯିବେ ଆମେ ତାକୁ ଲେଖି କଣ ବୁଝିକି ନ ଲେଖିବୁ ସେ ଉପରେ ଉପରେ ପଳେଇ ଆସିବ ପୁଣି ଆସିକି ରୁମରେ ବସି ବହି ପଢିବୁ ବହି ପଢିଲା ପରେ ଯୋଉଠି ଯାଉଥିବୁ ସେଇ ତାକୁ ପେନ୍ସିଲରେ ଗାରେଇକି ତାକୁ ନେଇଯାଇଥିବୁ ମ୍ୟାଡାମ ଡାଇରେକ୍ଟ ପିଲାଙ୍କ ଆଗରେ ପଚାରିବି କାହା ଲାଜ ଲାଗିବ ଖରାପ ଲାଗିବ ପଛରେ ଯାଇକି ଅଫିସ ରୁମ ଯାଇକି ବୁଝିକି ପଚାରି ଆସିବି ବୁଝନ୍ତି କେତେବେଳେ କୋଚିଂ କୋଚିଂ ମୁଁ କିଛି ଜାଣିନି କୋଚିଂ ତ ହଁ ହଁ ବୁଝିଦେଲ ଆଉ ମତେ ସେଥିପାଇଁ ଅପଡେଟ୍ ହବାକୁ ପଡିବ ମୁଁ ବି ଗାଁ ସ୍କୁଲରୁ ଆଇଛି ସହର ସ୍କୁଲରେ ଗାଁ ସ୍କୁଲରେ ଆସିଛି ତମଠାରୁ ଆଉ ଅନପଢ ଇଂଲିଶ ବହୁତ ଭଲ କିଛି ନଥିଲା ଆମର ଖାଲି ଇଂଲିଶ ପଢି ପାରୁଥିଲି ବୁଝିପାରୁଥିଲି କିନ୍ତୁ କହିଲା ପରେ ସିଏ କହୁଥିଲା ମୁଁ ବୁଝିପାରୁଥିଲି କଣ କହୁଥିଲେ କଣ ହଠାତ୍ ନା ମାଇଣ୍ଡ ଫଙ୍କସନ କରୁଥିଲା ତାପରେ ମୁଁ 2-3 ମାସ ଖଣ୍ଡେ ଭାରି କଷ୍ଟ କରିଛି 2 ମାସ 3 ମାସ ପରେ ମୁଁ ନିଜେ ପଢିଛି ବହୁତ ପରିଶ୍ରମ କରିଛି ଯୋଉ ବହିଗୁରା ପଢା ହବ କଣ ପଢା ହେଲା କଣ ହେଲା ଆସିକି ରୁମରେ ସିରିୟସଲି ବସି ପଢିଛି ଟପିକ ଟିକେ ପଢିବି ଯୋଉଠି ଡାଉଟ ରହିବ ସେଇ ଜିନିଷଟା ପୁଣି ପଚାରିବି ଧୀରେ ଧୀରେ ଆକ୍ୱାଏଣ୍ଟେଡ ହେଲା ପରେ ତାଙ୍କ ସହିତ ମ୍ୟାଡାମ ବି କହିଲେ ଓରି ଟୁଅନ୍ ତାଙ୍କୁ ବ୍ୟସ୍ତ ହେଇଯାଉଛି ତମେ କଣ କି ବ୍ୟସ୍ତ ହଉଛ ତମଠାରୁ ଅଧିକ ବ୍ୟସ୍ତ ହଉଛ କଣ ପଢୁଛି କିଛି ପାଠ ହବନି କାହିଁ ଆଇକି ରହୁଛ ମୁଁ ଗାଁ ସ୍କୁଲରେ ପଢିଥାନ୍ତି ଗାଁ କଲେଜରେ ପଢିଥାନ୍ତି ମତେ ଓଡିଆ କରିଥାନ୍ତି କାହିଁ ଏଠିକି ଆସିନି ଏଇ ମାଇଣ୍ଡରେ କୋଶ୍ଚିନ୍ ଚାଲ ମୋର ଜଣେ ମ୍ୟାଡାମ ଥିଲେ ପଲିଟିକାଲ ସାଇନ୍ସ ମ୍ୟାଡାମ ସେ ଆମ ପ୍ରିନ୍ସିପାଲ ଥିଲେ ମତେ ଗୋଟେ କଥା କହିଲେ ଓରି ଟୁଅନ୍ ଆକ୍ୱାଏଣ୍ଟେଡ ହବାକୁ 2 ମାସ 3 ମାସ ସମୟ ଲାଗିବ ତୁମେ ହଠାତ୍ ଗାଁ ସ୍କୁଲରୁ ଆସିଛ ଓଡିଆରେ ପଢି ପଢି ଆସିଛ ହଠାତ୍ ତମକୁ ଆମେ ଇଂଲିଶ କହୁଛୁ ତମକୁ ଅବାଗିଆ ଲାଗିବ ମୁଁ କଣ
ସେଇ ଦିନଠାରୁ ସବୁ ଓଡିଆ ବହି ସବୁ କଣ ଥୋଇଦେବି ପାଖରେ। ପୁଣି ଗଲି ବୁକ୍ ଷ୍ଟୋର ଇଂଲିଶ ବହି କିଣିକି ଆଇଲି। କଷ୍ଟ କରିବାକୁ ପଡିବ। ଡିକ୍ସନାରୀ ଗୋଟେ ଏଡା କିଛି ୱାର୍ଡ ପାଇଁ 1000 ପେଜ ଡିକ୍ସନାରୀ ଖୋଜିଛି ସେ ୱାର୍ଡ ଜେଡ ୱାର୍ଡ ଜେଡ ରେ ଖୋଜେ ଜେଡ ଲେଖା ହେଇଥିବ 300 ୱାର୍ଡ ତାର ଆଡଭର ତାର ଆଡଜେକ୍ଟିଭ ତାର ନାଉନ ତାର ପ୍ରନାଉନ ସବୁ ଖୋଜିଛି। ମନକୁ ଡେଭଲପ ହେଇଯିବ ଆଉ ଡେଭଲପ ହବାକୁ ଗଲେ ବହୁତ ଗୁଡାଏ ମୁଁ ତ ଡାଇଜେଷ୍ଟ କରିଦେବି ବୁଝିଲ କହିବା କଥା ନା ଆଜିକାଲି କହୁ କହୁ କହିଦେଲି କଥା କହିବି ଏଇଟା ହଉଛି କଣ ଆମର କଣ ମାନେ କଣ ଆର୍ଟ ଅଫ ରାଇଟିଂରେ ଭଲ ତେଣୁ ଯୋଉମାନେ ନୂଆ ନୂଆ ଆସିଛ ଆମେମାନେ ଅଛୁ ତୁମମାନେ ଲେଖିବା କରିବା ପାଇଁ ଆସିଛି କଣ ପାଇଁ ତୁମମାନଙ୍କୁ ନେଇକି ଯିବା ପାଇଁ କାହିଁକି ତମେ ଅଧାପେ କାହାକୁ ଛାଡିବା ପାଇଁ ଆସିଛି ସମସ୍ତଙ୍କୁ ନେଇକି କାହାକୁ ଜଣଉନୁ ଯେତେ ଜଣ ବସିଛ ସମସ୍ତଙ୍କ ଡାଉଟ୍ କ୍ଲିୟର କରିଛି ଏଇଆ ତୁମମାନେ ମତେ କୋପରେଟ୍ କରିବ ପଢିକି ଆସିବ ମତେ ପଚାରିବ ଯଦି କ୍ଲାସ ସମୟ ନ କହିପାରିବି ପଛରେ ବସୁଛି 10 ମିନିଟ୍ ବସୁଛି ସମସ୍ତେ ଦେଇପାରିବି ସେଥିପାଇଁ ବ୍ୟସ୍ତ ହବା ନାହିଁ ମୋବାଇଲ ନମ୍ବର ବି ଲେଖ ମୋବାଇଲ ନମ୍ବର ଲେଖ ଆଉ କିଛି ଟିକେ ଅସୁବିଧା ହବ ମୋବାଇଲ ନମ୍ବର ଫୋନ କରିବା ଦେଖ 637 ମୁଁ ଲେଖିଦେବି କାଳେ କଣ ଭୁଲଭାଲ ଲେଖିବୁ କୁଆଡେ କଣ କରିଦେବି ହେଲା ସେଇଟା ମୋ ନମ୍ବର ମତେ କେବଳ 7ଟାରୁ 9ଟା କଲ୍ କରିବ ଏଇଥିରେ ଆଉ କେତେବେଳେ କଲ୍ କରିବ 6371675823 ହେଲା ଖାଲି ଓନ୍ଲି ପ୍ରପୋଜ ଯାହା ଡାଉଟ୍ ଥିବ ଆଉ କିଛି ପଚାରିବ ଯାହା ଡାଉଟ୍ ଥିବ ଯୋଉ 7ଟାରୁ 9ଟା ଆଉ ସିଆଡକୁ ଫୋନ କରିବ ଆଉ ଫୋନ କରିବ ହିଷ୍ଟ୍ରି ସାର୍ ଲେଖିବ ଫୋନ ଆଉଛି କହିଦେନା ହେଲା ଦେଖିଦିଅ କହିଦେନା ଚାଲ ବୁଝିଗଲା ତାହେଲେ ଆର୍ଟ ଅଫ ରାଇଟିଂ ବୁଝିଲ ତ ତେଣୁ ଏଇ ଆର୍ଟ ଅଫ ରାଇଟିଂ କଣ ଥିଲା ପ୍ରୋଟୋ ହିଷ୍ଟୋରିକ ଏଜ୍ ଥିଲା ହେଲା ତେଣୁ ଦ ଫାଷ୍ଟ started the system of art of writing କିଏ ଷ୍ଟାର୍ଟ କରିଥିଲେ ଇଜିପ୍ସିଆନ ମାନେ ଷ୍ଟାର୍ଟ କରିଥିଲେ କିଏ ଷ୍ଟାର୍ଟ କରିଥିଲେ ଇଜିପ୍ସିଆନ ମାନେ ଷ୍ଟାର୍ଟ କରିଥିଲେ ହେଲା ତେଣୁ ଆମେ ଯଦି ଦେଖିବା the priest in Egypt used to impart education like ancient stages ହେଲା ତେଣୁ କୋଉମାନେ ଏଜୁକେସନ ଇମ୍ପାର୍ଟ କରିବାରେ ହେଲ୍ପ କରୁଥିଲେ ପ୍ରିଷ୍ଟ ମାନେ କୋଉମାନେ ପ୍ରିଷ୍ଟ ମାନେ ଆଗରୁ ପିଲାମାନେ ଆନ୍ସେଣ୍ଟ ଏଜ୍ ଥିଲା କୋଉମାନେ ପଢଉଥିଲେ ପୁରୋହିତ ମାନେ ପଢୁଥିଲେ ଆଗରୁ ସବୁ କଣ ସ୍କୁଲ କଲେଜ ଥିଲା ଆଗରୁ ସବୁ ଆମେ ଯାଇ ମଠ ମନ୍ଦିରରେ ପାଠ ପଢୁଥିଲେ ଲୋକମାନେ ସବୁ ମନ୍ଦିର ଥିଲା ମେନ୍ ସ୍କୁଲ ସେଣ୍ଟର ଥିଲା ମନ୍ଦିରରେ ଯାଇ ପାଠ ପଢୁଥିଲେ ହେଲା ଗାଁ ଯଜମାନ ଥିଲେ ଗାଁ ପୁରୋହିତ ଥିଲେ ଏମାନେ ହିଁ କଣ ଦଉଥିଲେ ଆଗରୁ ତ ସବୁ ସଂସ୍କୃତ ଶିକ୍ଷା ଥିଲା ଆଉ କଣ ଓଡିଆ କି ପଢୁଥିଲେ ସବୁ ସାଂସ୍କୃତିକ ଲାଙ୍ଗୁଏଜ ଥିଲା ଦେବନାଗରୀ ଲାଙ୍ଗୁଏଜ ପଢୁଥିଲେ ହେଲା ସିଏ ପଢିବେ ଦେବନାଗରୀ କେବଳ ଗାଁ ପୁରୋହିତ ପଢିପାରିବେ ସେଥିପାଇଁ ଲୋକମାନେ ଗାଁ ହେଲା ବୁଝିଗଲା ତେଣୁ ଏମାନେ the priest in Egypt used to impart writing engraved on the walls of the temple. Latin geography was sacred writing very cool. Initially, the Egyptians used to express their thought by drawing pictures. ସେମାନେ ମଧ୍ୟ କଣ କରୁଥିଲେ କିଛି କିଛି ପିକ୍ଚର ଡ୍ରଇଂ କରୁଥିଲେ କଣ କରୁଥିଲେ ସେଥିପାଇଁ ଆଇ ରାଇଟିଂ କୁ ମଧ୍ୟ ଆମେ କଣ କହୁ ପିକ୍ଚୋଗ୍ରାଫି ରାଇଟିଂ ବୋଲି କହୁ କଣ କହୁ ବେଳେବେଳେ ଆମେ କଣ କହୁ ବେଳେବେଳେ ଆମେ ପିକ୍ଚୋଗ୍ରାଫି ରାଇଟିଂ ବୋଲି କହୁ ଯୋଉଟା ଆମେ ଓଡିଆରେ କହୁଛୁ କଣ ଛବିଲିପି କଣ ଛବିଲିପି କହୁଛୁ ହେଲା ପିକ୍ଚୋଗ୍ରାଫି ରାଇଟିଂ ବୋଲି କହୁ ହେଲା ବୁଝିହେଲାନି ତାପରେ କଣ ବୁଝିହେଲା ତ ପିକ୍ଚୋଗ୍ରାଫି ରାଇଟିଂ ବୁଝିଲ ତ ଏଇଟା ଛବି ଦ୍ୱାରା ମାନେ ଏଇ ଭାଷାଟି ପରିଚାଳିତ ହଉଥିବାରୁ ସେ ଭାଷାଟିକୁ ଆମେ ପିକ୍ଚୋଗ୍ରାଫି ରାଇଟିଂ ହଉ ବା ଛବିଲିପି ବୋଲି କହୁ ବୁଝିପାରୁଛ ତେଣୁ ତାପରେ subsequently the writing process underwent changes in accordance with sound and utterance धीरे धीरे कौन राइटिंग प्रोसेस चेंज है सब जो आगे राइटिंग प्रोसेस से रही धीरे धीरे समय अनुसार चेंज है तेणु परवर्त समय कौन डिवाइस फ्यू साइंस परवर्त समय कौन आसला किसी साइन आसला कौन आसला प्रथम आसला छवि आसला तापर साइन आसला साइन पर कौन आसला साइन पर कौन आसला हां कौन आसला भावेल कौन आसला भावेल आसला जंतु हमें प्रथम कौन पड़े पिला पाठ शिखा कौन देखो छवि देखो यहाँ पिला बाघ यहाँ भालू यहाँ बिलुआ पिला से ओराली मुंड बाघ भालू देखला तापर आम साइन कौचे बिलुआर 4टा गोड़
କୁକୁର ଚାରିଟା ଗୋଡ, କୁକୁର ଲାଞ୍ଜଟା ଏମିତି ବଙ୍କା ଥିବ, ବାଘର ଲାଞ୍ଜ ଠିଆ ହେଇଥିବ, ଯେମିତି ଆକ୍ଚୁଆଲି ସାଇନ୍ ମେଥଡରେ କହିଲେ ହେଲା, ବୁଝିପାରୁଛ ନା? ସାଇନ୍ ମେଥଡରେ କହିଲେ ହେଲା, କି ବିଲେଇ